ଫିମେଲ୍ ଏନୋଫିଲ୍ସ ମସ୍କିଟୋ କାମୁଡ଼ିଲେ ମଣିଷକୁ ମ୍ୟାଲେରିଆ ହେଇଥାଏ। କେବଳ ମଣିଷକୁ ମ୍ୟାଲେରିଆ ଆଫେକ୍ଟ କରେ ନା ଅନ୍ୟ ଜୀବଜନ୍ତୁ ଯେମିତି ଗାଈ ଗୋରୁ କୁକୁର ଏମାନଙ୍କୁ ମଧ୍ୟ ଆଫେକ୍ଟ କରେ? ମଶାର ଲାଳରେ କିମ୍ବା ରକ୍ତରେ ଏମିତି କ'ଣ ଅଛି ଯେଉଁଥିପାଇଁ ଫିମେଲ୍ ଏନୋଫିଲ୍ସ ମଶା କାମୁଡ଼ିଲେ ଆମ ସମସ୍ତଙ୍କୁ ମ୍ୟାଲେରିଆ ହେଇଥାଏ? ନମସ୍କାର, ନିରୋଗ ଓଡ଼ିଶା ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ସ୍ୱାଗତ। ମୁଁ ସନ୍ଦୀପ୍ତ କୁମାର, ନିରୋଗ ଓଡ଼ିଶାର ଫାଉଣ୍ଡର। ଆଜି 25 ଏପ୍ରିଲ ୱାର୍ଲଡ ମ୍ୟାଲେରିଆ ଡେ। ଏଇଭଳିଆ ଦିନରେ ଆପଣମାନଙ୍କୁ ମୁଁ ମ୍ୟାଲେରିଆ ସହିତ ଅତି ଅନ୍ତରଙ୍ଗ ଭାବରେ ପରିଚିତ କରାଇବି, ଯାହା ଯୋଗୁଁ ଆପଣ ଆପଣଙ୍କ ପରିବାର ଭିତରେ ମ୍ୟାଲେରିଆରୁ ରକ୍ଷା ପାଇପାରିବେ ଏବଂ ତାର ନିରାକରଣ କରିପାରିବେ। ମ୍ୟାଲେରିଆ ଫିମେଲ୍ ଏନୋଫିଲ୍ସ ମସ୍କିଟୋ ଯୋଗୁଁ ହେଇଥାଏ। ଏହା ଦୁଇ ପ୍ରକାର, ଗୋଟେ ହେଲା ପ୍ଲାଜମୋଡ଼ିୟମ୍ ଭାଇଭାକ୍ସ ଆଉ ପ୍ଲାଜମୋଡ଼ିୟମ୍ ଫାଲସିଫେରମ୍। ଆପଣଙ୍କୁ ମ୍ୟାଲେରିଆର କୁପ୍ରଭାବ ୱାର୍ଲଡ ୱାଇଡ୍ ଡାଟା, ଇଣ୍ଡିଆ ଡାଟା ଏବଂ ଓଡ଼ିଶା ଡାଟା ଦେବାକୁ ଯାଉଛି। ପୁରା ୱାର୍ଲଡରେ 282 ମିଲିୟନ ଲୋକ ଆଫେକ୍ଟେଡ୍ ହୁଅନ୍ତି ପ୍ରତ୍ୟେକ ବର୍ଷ। 2024 ମସିହାରେ ମ୍ୟାଲେରିଆ ଯୋଗୁଁ 6,10,000 ଲୋକଙ୍କର ଡେଥ୍ ହେଇଥିଲା। ଏବଂ ମ୍ୟାଲେରିଆ ବେଶୀ ଆଫ୍ରିକାରେ ଦେଖାଯାଏ। ଏବେ ଆସନ୍ତୁ ଭାରତ ବିଷୟରେ ଜାଣିବା। ଯଦିଓ ଇଣ୍ଡିଆରେ ଏହାର କୁପ୍ରଭାବ ସିଗ୍ନିଫିକାଣ୍ଟଲି କମି କମି ଯାଉଛି, ତଥାପି ଓଡ଼ିଶାର ଏହାର ସଂକ୍ରମଣ ଏବଂ ମୃତ୍ୟୁ ହାର ସର୍ବାଧିକ। ଲେଡିଜ୍ ଆଣ୍ଡ ଜେଣ୍ଟଲମେନ୍, ମ୍ୟାଲେରିଆକୁ ଇଗ୍ନୋର କରନ୍ତୁ ନାହିଁ। ଯଦି ଆପଣଙ୍କୁ ଜ୍ୱର ସହିତ କମ୍ପ ଆସୁଛି, ବାନ୍ତି ମଧ୍ୟ ହେଉଛି, ଯଥାଶୀଘ୍ର ଆପଣ ନିଜ ଡାକ୍ତରକୁ ଦେଖା କରି ତାକୁ ଟ୍ରିଟମେଣ୍ଟ ନେବା ଆରମ୍ଭ କରନ୍ତୁ। ସେଥିପାଇଁ ଆପଣ ତା ସଂକ୍ରମଣରୁ ରକ୍ଷା ପାଇପାରିବେ। ମନେ ରଖିଥିବେ ଦର୍ଶକ ବନ୍ଧୁ, ଡାକ୍ତରଙ୍କ ଔଷଧ ଚାଲିଥିବା ସମୟରେ ଆପଣଙ୍କ ଜ୍ୱର ଛାଡ଼ି ଯାଇଥାଇପାରେ, କିନ୍ତୁ ଡାକ୍ତର ଯେଉଁ ପ୍ରେସ୍କ୍ରିପସନ୍ ଦେଇଥିବେ, ଯେଉଁ କୋର୍ସ ମେଡ଼ିସିନ୍ ଦେଇଥିବେ, ତାକୁ ମଝିରେ ବନ୍ଦ କରିବେ ନାହିଁ। ଯଦି କରୁଛନ୍ତି ତାହେଲେ ମ୍ୟାଲେରିଆ ରିଲାପ୍ସ ହେଇପାରେ, ମାନେ ମ୍ୟାଲେରିଆ ପୁଣି ଲେଉଟିପାରେ। କାରଣ ମ୍ୟାଲେରିଆ ପାରାସାଇଟ୍ ଲିଭର ଭିତରେ ଲୁଚିକି ଥାଏ। ମୌକା ପାଇଲା ମାତ୍ରେ ପୁଣି ସେ ତା ନିଜ ପ୍ରକୋପ ଦେଖାଇଥାଏ। କିଛି ଜରୁରୀ କଥା କହିବି। ପୋଷ୍ଟ ମ୍ୟାଲେରିଆ ମାନେ ମ୍ୟାଲେରିଆ ଛାଡ଼ିଗଲା ପରେ ଦୁର୍ବଳ ଲାଗିବା, ରକ୍ତହୀନତା, ଭମିଟିଂ ଏବଂ ଭୋକ ନ ଲାଗିବା ଇତ୍ୟାଦି ଭେରି କମନ୍। ସେଥିପାଇଁ ଆପଣଙ୍କୁ କିଛି ଜରୁରୀ ଷ୍ଟେପ୍ ନେବାକୁ ପଡ଼ିବ। ଯେମିତିକି ଆପଣ ମସଲା ଜାତୀୟ ଖାଦ୍ୟ, ଲୁଣ ଏବଂ ଚିନି ଜାତୀୟ ଖାଦ୍ୟ ଖାଇବେ ନାହିଁ। ଆଲକୋହଲ ଏବଂ ଜଙ୍କ ଫୁଡ୍ ପୁରାପୁରି ଦୂରେଇ ରହିବେ। ତାହେଲେ ଏବେ ଖାଇବେ କ'ଣ? ଶାଗ ଜାତୀୟ ଖାଦ୍ୟ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେମିତିକି ଅଣ୍ଡା, ମାଛ ଏବଂ ଡାଲି ଜାତୀୟ ଖାଦ୍ୟ। କମ୍ପ୍ଲେକ୍ସ କାର୍ବ ଯେମିତିକି ରାଇସ୍ ଆଉ ମିଲେଟ୍, ଏହା ସହିତ ଭିଟାମିନ୍ ସି ଆଡେଡ୍ ଫୁଡ୍ ଯେମିତି ଲେମ୍ବୁ, ତା ସହିତ ଆମଲା ଏବଂ ନଟ୍ସ ସିଡ୍ ମଧ୍ୟ ଯୋଡ଼ି ପାରିବେ। ଆ ସହିତ ଦୈନିକ ଆପଣ ନଡ଼ିଆ ପାଣି, ପପୟା ଏବଂ ଆପଣଙ୍କର ଯେଉଁ ଡାଳିମ୍ବ ରସ ତାକୁ ମଧ୍ୟ ନେଇପାରିବେ। ଦର୍ଶକ ବନ୍ଧୁ, ଆଶା କରୁଛି এই ଯେଉଁ ଇନଫର୍ମେସନ୍ ମୁଁ ଆପଣଙ୍କୁ ମ୍ୟାଲେରିଆ ନିରାକରଣ ପାଇଁ ଦେଲି, ଆପଣଙ୍କୁ ଆପଣଙ୍କ ପରିବାର ବର୍ଗ ପାଇଁ ବହୁତ କାମରେ ଲାଗିବ। ଦର୍ଶକ ବନ୍ଧୁ, ସବୁବେଳେ କହି ଆସିଛି, ଆପଣଙ୍କ ସ୍ୱାସ୍ଥ୍ୟ, ଆପଣଙ୍କର ସ୍ୱାସ୍ଥ୍ୟ ରକ୍ଷା ଏବଂ ତାର ନିରାକରଣ ପାଇଁ ନିରୋଗ ଓଡ଼ିଶା ସବୁବେଳେ ପ୍ରତିଶ୍ରୁତିବଦ୍ଧ। ନିରୋଗ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆମକୁ ଉତ୍ସାହିତ କରନ୍ତୁ। ତଳେ କମେଣ୍ଟ ବକ୍ସରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ଆମକୁ ଟିକେ ଉନ୍ନତି ବି କରନ୍ତୁ, ବେଶୀ ଭଲ ଲାଗିବ। ନିରୋଗ ଓଡ଼ିଶା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ରେ ମଧ୍ୟ ଆଟାଚ୍। ଆପଣ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।